ତାଟେ ରଖିଦେଉଛି। ଆପଣମାନଙ୍କର 2-4 ବର୍ଷ ତଳେ ଗୋଟେ ଅତ୍ୟଧିକ ଗୋଟେ ଭଜନ ଭାରି ଭାଇରାଲ ହେଇଛି, ଭାରି ସମସ୍ତଙ୍କ କର୍ଣ୍ଣରେ ସମସ୍ତଙ୍କ ହୃଦୟରେ, ଏବଂ ସାରା ଓଡ଼ିଶା ନୁହେଁ, ସାରା ଭାରତ ନୁହେଁ, ସାରା ବିଶ୍ୱରେ ସେ ଭଜନଟି ଲୋକ ପରିଚିତ ହେଇଛି। ଆଉ ସେଭଳି ଭଜନ ଏତେ ଲୋକ ପରିଚିତ ହେଉଛି, କୌଣସି ଭଜନ ଏତେ ଲୋକ ପରିଚିତ ହେଇନାହିଁ। ଆଉ ସବୁ କଣ୍ଠଶିଳ୍ପୀମାନେ ତାକୁ କେହି ଛାଡ଼ି ନାହାନ୍ତି, ସମସ୍ତେ ଗାଇଛନ୍ତି। ଆଉ ସମସ୍ତଙ୍କ ଶ୍ରୋତାଙ୍କ କର୍ଣ୍ଣରେ ସେ ଭଜନଟି ଅଛି। କ'ଣ ଜାଣିଛନ୍ତି? ଝୁଲୁରେ ନିତାଇ ଝୁଲୁ ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲୁ, ଯିଏକି ଏଇ ହରିପୁର ମାଟିର ସୁପୁତ୍ର ମହାତ୍ମା ନରୋତ୍ତମ ବାବା ଲେଖିଛନ୍ତି। ଏ ଭଜନଟିକୁ ପ୍ରଥମେ କଣ୍ଠଦାନ ଓଡ଼ିଶାରେ କରିଛନ୍ତି ଏଇ ଗୋବିନ୍ଦ କୁମାର। ତାପରେ ଶ୍ରୀଚରଣ ମହାନ୍ତି ଗାଇଲେ, ନମିତା ଅଗ୍ରୱାଲ ଗାଇଲେ, କୁମାର ବାପି ଗାଇଲେ, କି ସେ ଅନ୍ୟାନ୍ୟ ଇରାମାତି ଗାଇଲେ, ଅସୀମା ପଣ୍ଡା ଗାଇଲେ, କି ଅନ୍ୟାନ୍ୟ XYZ ଯିଏ ସବୁ ଗାଇଲେ। ସର୍ବପ୍ରଥମେ ଇଏ ଓଡ଼ିଶା ସଙ୍ଗୀତ ଜଗତକୁ ଏଇ ହିଁ ପ୍ରଥମେ ଶୁଣେଇଛନ୍ତି କ୍ୟାସେଟ୍ ମାଧ୍ୟମରେ। ଝୁଲୁରେ ନିତାଇ ଝୁଲୁ, ସେ ହେଉଛନ୍ତି ଗୋବିନ୍ଦ ଚନ୍ଦ୍ର। ଯାହା ହଉ ଆଜି ଡାକିଛନ୍ତି ଆମର ଘଣ୍ଟେଶ୍ୱର ଭାଇ, ତାଙ୍କ ପାଇଁ ଗୋଟେ ଜୋରଦାର କରତାଳି ସମସ୍ତେ ଦିଅନ୍ତୁ। କରତାଳି ଟିକେ ଦେବେ ନା, କରତାଳି ନ ଦେବେ କେମିତି? କରତାଳି ଦେଲେ ପା ନିଜର ମଙ୍ଗଳ ହୁଏ। ଯେଉଁ ଉଦ୍ଦେଶ୍ୟରେ ଆମେ ଯାହାଙ୍କ ପାଇଁ ଆସିଛନ୍ତି ତାଙ୍କ ଆତ୍ମାର ସଦ୍ଗତି ହେବ। ସର୍ବେ ହୋଇବେ ଏକମୁଖ, ଡାକିବେ ନାରାୟଣ ରଖ। ନାରାୟଣ ସେତେବେଳେ ରଖନ୍ତି ଯେତେବେଳେ ସମସ୍ତେ ଏକମୁଖ ହେବା। ତେଣୁ ଯେଉଁ ମାଆଙ୍କ ଉଦ୍ଦେଶ୍ୟରେ ଆସନ୍ତି ତାଙ୍କ ଆତ୍ମା ଟିକେ ସଦ୍ଗତି ହେଉ। ଆଜି ଏଇ ଲୋକ ଦୁନିଆରେ ବଡ଼ ଯିଏ ଅନ୍ୟକୁ ବଡ଼ କରାଏ, ଏଇ ଲୋକ ଦୁନିଆରେ ଛୋଟ ଯିଏ ଅନ୍ୟର ଗୋଡ଼କୁ ଟାଣେ। ତେଣୁ ଆଜି ଯଦି ଆମେ ଆଉ କାହା ପାଇଁ କରତାଳି ମାରୁଥିବା, କାଲି ସକାଳେ ଆମ ପାଇଁ କିଏ ମାରିବେ? ଏମିତି ସମୟଟା ମଧ୍ୟ ଆସିବ, ଆମର ବି ଦିନେ ଏମିତି 11 ଭୋଜି ଭାତ ହେବ। ତେଣୁ ଆଜି ଯଦି କାହା ପାଇଁ କରିଥିବା, କାଲି ସକାଳେ ଆମ ପାଇଁ କିଏ କରିବ? ଜୋରଦାର କରତାଳି ନିଶ୍ଚିନ୍ତ। ଜୟ ଜଗନ୍ନାଥ, ଜୟ ସମସ୍ତ ଭକ୍ତବନ୍ଧୁ।